Now let us turn to the Bible at the book of Romans. ଆସ ମାନେ ରୋମିଓ ପୁସ୍ତକକୁ ଖୋଲୁ। From the 21st verse, first chapter, ତାର ଏକ ଅଧ୍ୟାୟର 21 ପଦ। Romans 1:21. ରୋମିଓ 1 ତାର 21 ପଦ। Because that when they knew God, they glorified him not as God, କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ, neither were thankful, କି ଧନ୍ୟବାଦ ଦେଲେ ନାହିଁ, but became vain in their imagination, କିନ୍ତୁ ଆପଣା ଆପଣା ଅସାର ତର୍କ ବିତର୍କରେ and their foolish heart was darkened. ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। Now, when I see this thing happening, ମୁଁ ଯେତେବେଳେ ସମସ୍ତ ବିଷୟ ଘଟିବାର ଦେଖୁଛି, I say to myself, ମୁଁ ନିଜକୁ କହୁଛି, what kind of Christ am I showing this nation? କି ପ୍ରକାର ଖ୍ରୀଷ୍ଟଙ୍କୁ ମୁଁ ଏଇ ସମାଜକୁ ଆଜି ଦେଖାଉଛି? I feel condemned. ମୁଁ ଦୋଷୀ ଅନୁଭବ କରୁଛି। And I say, ପୁଣି ମୁଁ କୁହେ, this show business is not to be tolerated anywhere in the fellowship. ସହଭାଗିତାରେ ଏଇ ଯା ଦେଖାଣିଆ କାର୍ଯ୍ୟ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହଁ ବା ତାହା ସହଯୋଗ୍ୟ ନୁହଁ। You know, people want a big show, ଲୋକମାନେ ଆଜି ବଡ଼ ବଡ଼ ଦେଖାଣିଆ ବିଷୟକୁ ଚାହାନ୍ତି, and we like something to run smoothly and in a very glamorous manner. କିନ୍ତୁ ଆମମାନେ ଯାହା ବି କରିବା ଅତି ସୁନ୍ଦର ଭାବରେ ଭଲ ଭାବରେ କରିବା ପାଇଁ ଚାହୁଁ, Where everybody appreciates you and praises you. ଯେତେବେଳେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ, ଆପଣଙ୍କୁ ଧନ୍ୟବାଦ No, ଦେବେ। they did not praise the Lord କିନ୍ତୁ Jesus. ସେମାନେ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେଇ When he sent his disciples ତେଣୁ ସେ ଆପଣ ଶିଷ୍ୟମାନଙ୍କୁ କହିଲେ, and said, go and give this truth to every creature. ତେଣୁ ତୁମେ ଯାଅ ଏଇ ସତ୍ୟତାକୁ ସମସ୍ତଙ୍କୁ ଦିଅ। They were not received and with an embrace. ସେଇ ସେମାନଙ୍କୁ ଗ୍ରହଣ କରାଗଲା ନାହିଁ, No, ନା they were stoned, ସେମାନଙ୍କୁ ପଥର ଫୋପାଡ଼ି ମାରିଗଲା, they were killed, ସେମାନଙ୍କୁ ମାରି ଦିଆଗଲା, they were banished, they were imprisoned. ସେମାନଙ୍କୁ କାରାଗାରରେ ରଖାଗଲା। And the early Christians, ପୁଣି ଆଦ୍ୟ ଖ୍ରୀଷ୍ଟିଆନ ମାନେ they suffered so much for their faith. ସେମାନଙ୍କ ବିଶ୍ୱାସ ହେତୁ ଅନେକ କଷ୍ଟ ସେମାନେ ଭୋଗିଲେ, But କିନ୍ତୁ all the persecution that the mighty Roman Empire directed towards these Galileans, as one of their emperor called them, ଯୋଉ ରୋମ ସରକାର ରୋମ ଶାସକ ମାନେ ଗାଲିଲିୟନ୍ସ ତାଙ୍କ ମଧ୍ୟରୁ ଜଣେ ଅନେକ ପ୍ରକାର ଯନ୍ତ୍ରଣା କଷ୍ଟ ତାଡ଼ନା ଲୋକମାନଙ୍କୁ ଦେଇଛନ୍ତି। it had not the desired effect of obliterating the church. ଏହା ଗୋଟିଏ ଉଦ୍ଦେଶ୍ୟ ଥିଲା ଯେମିତି ମଣ୍ଡଳୀକୁ ସେମାନେ ସମ୍ପୂର୍ଣ୍ଣ ନଷ୍ଟ କରିବେ। On the contrary, ତା ବିପରୀତରେ it became more and more powerful ମଣ୍ଡଳୀ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା, till Rome had to bow. ରୋମ নত ହେବାକୁ ବାଧ୍ୟ ହେଲା ଯୋ ପର୍ଯ୍ୟନ୍ତ। And the emperors of Rome saw how their very sports and their tastes were so filled with bloodshed. ସେମାନେ ଦେଖିଲେ ଯେ ରୋମ ଶାସକ ମାନେ କି ପ୍ରକାର ତାଙ୍କର ସମସ୍ତ ଅଞ୍ଚଳ ରକ୍ତରେ ପରିପୂର୍ଣ୍ଣ ଅଛି, ରକ୍ତପାତ ହେଉଛି, Even their sport. ସେମାନଙ୍କ ଖେଳକୁଦରେ ମଧ୍ୟ। You know, the Colosseum stands even today in Rome. ରୋମରେ ଆଜି ମଧ୍ୟ ସେ କ୍ରୀଡ଼ାର ସ୍ଥଳ କଲୋସିୟମ ରହିଛି, Where the Romans and their rulers regaled themselves by watching gladiators killing each other
and people being thrown to wild animals. ପୁଣି ଯେଉଁଠି ରୋମିଓ ମାନେ ପୁଣି ସେମାନଙ୍କ ଶାସନକର୍ତ୍ତା ମାନେ ଯୋଦ୍ଧା ମାନେ ପରସ୍ପରକୁ ବଧ କରିବାର ଦେଖୁଥିଲେ ପୁଣି ଲୋକମାନଙ୍କୁ ପଶୁମାନଙ୍କ ସମ୍ମୁଖରେ ଫୋପାଡ଼ି ଦିଆଯାଉଥିଲା। But କିନ୍ତୁ with all their persecution, ଏହି ସମସ୍ତ ସେମାନଙ୍କ ତାଡ଼ନା ମଧ୍ୟରେ when they banished Christians and confiscated all their property ଯେତେବେଳେ ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ବିଭିନ୍ନ ପ୍ରକାର ଦଣ୍ଡ ଦେଲେ ପୁଣି ସେମାନଙ୍କ ସମ୍ପତ୍ତିକୁ ନେଇ and killed many of them, ପୁଣି ଅନେକଙ୍କୁ ବଧ କଲେ, yet ତଥାପି the truth of God can never be killed. ଈଶ୍ୱରଙ୍କ ସତ୍ୟକୁ କେବେ ମଧ୍ୟ ବଧ କରାଯାଇପାରେ ନାହିଁ। So if anybody attempts to snuff out the truth, ଯଦି କେହି ମଧ୍ୟ ସେ ସତ୍ୟକୁ ବିନାଶ କରିବା ପାଇଁ ଚେଷ୍ଟା କରିଛି, silence the truth, ନୀରବ କରିବାକୁ ଚାହିଁଛି ସତ୍ୟକୁ, or exalt fairy tales to that level by which truth appears very unappealing, ପୁଣି ନିଜକୁ ସେଇ ସ୍ତର ପର୍ଯ୍ୟନ୍ତ ଉଠେଇବା ପାଇଁ ଚେଷ୍ଟା କରିଛି, oh, we have nothing to fear. ଓ ଆମମାନଙ୍କୁ ଭୟ କରିବାର କିଛି ନାହିଁ। Truth is the one indestructible thing on earth. ଏଇ ପୃଥିବୀ ବକ୍ଷରେ ସତ୍ୟତା ଏଇ ପ୍ରକାର ଏକ ବିଷୟ ଯାହା କେବେ ମଧ୍ୟ ବିନାଶ କରାଯାଏ ନାହିଁ। And who said he is the truth? ପୁଣି କିଏ କୁହେ ସେ ସତ୍ୟ ବୋଲି? Anybody from our ancient scriptures? ଆମମାନଙ୍କର ପୁରାତନ ଶାସ୍ତ୍ରରୁ କେହି କ'ଣ କହିଛନ୍ତି କି? Or from any of our imagined stories and epics? କିମ୍ବା ଆମମାନଙ୍କର କୌଣସି କଳ୍ପନାର କାହାଣୀ No, ଏହା ପ୍ରକାଶ କରେ କି? not one person qualifies to say, I am the truth. ଜଣେ ମଧ୍ୟ ବ୍ୟକ୍ତି ଯୋଗ୍ୟ ନୁହଁ ଯିଏ କି କହିପାରିବ ମୁଁ ସତ୍ୟ ଅଟେ ବୋଲି। Only Jesus. କେବଳ ଯୀଶୁ He said, ସେ କହିଲେ I am the truth, ମୁଁ ସତ୍ୟ ଅଟେ, the life. ପୁଣି ଜୀବନ ଅଟେ। Yes, ହଁ, without him, ତାହାଙ୍କ ବିନା there is no eternal life for you. ଆପଣଙ୍କ ପାଇଁ ଅନନ୍ତ ଜୀବନ ନାହିଁ। My dear friends, ମୋ ପ୍ରିୟ ବନ୍ଧୁମାନେ, when you come to Christ, ଯେତେବେଳେ ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, adultery is adultery. ଓ ବ୍ୟଭିଚାର ବ୍ୟଭିଚାର ଅଟେ। The vows that you make in marriage ଯାହା ଯୋଉ ପ୍ରତିଜ୍ଞା ଆପଣ ବିବାହରେ କରିଛନ୍ତି are sacred vows. ଆମମାନଙ୍କର ସେ ପବିତ୍ର ବିବାହର ପ୍ରତିଜ୍ଞା। God gives you a new heart. ପ୍ରଭୁ ଆପଣଙ୍କୁ ଏକ ନୂତନ ହୃଦୟ ଦିଅନ୍ତି। And when your wife becomes old, ପୁଣି ଯେତେବେଳେ ଆପଣଙ୍କ ସ୍ତ୍ରୀ ବୃଦ୍ଧା you ହେଇଯାଏ, will not take the servant girl. ଆପଣ କେବେ ମଧ୍ୟ ଆପଣଙ୍କ ଦାସୀକୁ ନେବେ ନାହିଁ। Now I have seen men in this country. ମୁଁ ଏଇ ଦେଶରେ ସେ ପୁରୁଷମାନଙ୍କୁ ଦେଖିଛି, The servant girls are never safe. ସେଇ ଯୋଉ ଦାସୀ ମାନେ କେବେ କହିନାହାନ୍ତି ଏ କଥା। You see the men, they appear to be very good people. ଓ ସେଇ ପୁରୁଷମାନେ ଅତି ସୁନ୍ଦର ବ୍ୟକ୍ତି ଭାବରେ ଜଣାଯାନ୍ତି, But କିନ୍ତୁ the poor wife suffers and suffers. କିନ୍ତୁ ସେ ନିରୀହ ସ୍ତ୍ରୀଟି କଷ୍ଟ ପାଏ କଷ୍ଟ ପାଏ। My dear friends, ମୋର ପ୍ରିୟ ବନ୍ଧୁମାନେ, truth, ସତ୍ୟତା, the truth of God cannot be fought again. ଈଶ୍ୱରଙ୍କ ସତ୍ୟତା ବିରୁଦ୍ଧରେ ଯୁଦ୍ଧ କରାଯାଇ ପାରିବନି। Now, friends, ବନ୍ଧୁମାନେ, if you turn to Romans, the first chapter, ରୋମିଓ ତାର ପ୍ରଥମ ଅଧ୍ୟାୟକୁ ଯଦି ଆପଣ ଦେଖିବେ, the whole 18th verse. 18 ପଦ, For the wrath of God is revealed from heaven ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହୋଇଅଛି against all ungodliness and unrighteousness of men ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ, who hold the truth in unrighteousness. ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି। What is this? ଏହା କ'ଣ? Do you pour milk into a dirty vessel? ଆପଣ ଗନ୍ଧିଆ ପାତ୍ରରେ ଦୁଗ୍ଧ ଢାଳନ୍ତି? Here the Bible says, ବାଇବଲ କୁହେ these men hold the truth. They say, yes, yes, we want the truth. ଏଇ ଯୋଉ ଲୋକମାନେ କହନ୍ତି ହଁ ହଁ ଆମେ ସତ୍ୟତାକୁ ଚାହୁଁ, But କିନ୍ତୁ they hold it with one hand. ଗୋଟିଏ ହାତରେ ତ ଧରନ୍ତି, With what kind of hand? କି ପ୍ରକାର ହାତ ନେଇ? With an unrighteous hand. ଅଧର୍ମ ହସ୍ତରେ, With a bribe-taking hand. ସେଇ ଲାଞ୍ଚ ଗ୍ରହଣ କରିବା With a ହସ୍ତରେ, lying hand. ସେ ମିଥ୍ୟା ହସ୍ତରେ, Lies in the register.
ରେଜିଷ୍ଟର୍ଡରେ ସେମାନେ ମିଥ୍ୟା ଲେଖନ୍ତି। You know, friends, ଜାଣନ୍ତି ବନ୍ଧୁମାନେ, back in the 50s, 50 ମସିହା କଥା ଯଦି ଦେଖୁ, before you women and men were born, most of you weren't born. ଆପଣମାନଙ୍କ ମଧ୍ୟରୁ ହୁଏତ ଅନେକ ଜନ୍ମ ନେଇ ନଥିଲେ, But କିନ୍ତୁ my father and I preached in the Centenary Hall, the cathedral, ଏଠିକାର ମୁଖ୍ୟ ସେ ସେଣ୍ଟେନାରୀ ହଲରେ ମୋ ବାପା ପୁଣି ମୋ ପ୍ରଚାର and କରୁଛୁ। every day I would speak to the sergeant training school. ମୁଁ ପ୍ରତିଦିନ ଟ୍ରେନିଂ ସ୍କୁଲର ସର୍ଜନ ମାନଙ୍କୁ କଥା କହୁଥିଲି। And the principal of the school ପୁଣି ସେ ସ୍କୁଲର ପ୍ରିନ୍ସିପାଲ was a very godly pastor. ଜଣେ ଅତି ଈଶ୍ୱର ଭୟାଳୁ ପାଳକ ଥିଲେ। He said ସେ କହିଲେ, to me, ମତେ କହିଲେ, these students, ଏଇ ଯୋଉ ଛାତ୍ରମାନେ when they go to their villages after they get their teacher training, ସେମାନଙ୍କର ଶିକ୍ଷକ ତାଲିମ ପାଇଲା ପରେ ଯେତେବେଳେ ସେମାନେ ନିଜ ନିଜ ଗାଁ ମାନଙ୍କୁ ଯିବେ, they lead the services. They are the leaders. ସେମାନେ ନେତାମାନେ, ସେମାନେ ସବୁ ଉପାସନାକୁ ପରିଚାଳନା କରନ୍ତି। So I want my boys to receive the word of God. ତେଣୁ ମୁଁ ଚାହେଁ ମୋ ଯୁବାମାନେ ଈଶ୍ୱରଙ୍କ ବାକ୍ୟକୁ ପାଆନ୍ତୁ। So before the school closed every day, ପ୍ରତିଦିନ ସ୍କୁଲ ବନ୍ଦ ହେବା ପୂର୍ବରୁ the last period I had to preach to them. ଶେଷ ପିରିୟଡ଼ ମୁଁ ପ୍ରଚାର କରୁଥିଲି ସେମାନଙ୍କ ନିକଟରେ। And men and women, including Hindu boys, began to repent. ପୁଅମାନେ ଝିଅମାନେ ସେ ଭିତରେ ହିନ୍ଦୁମାନେ ବି ଥିଲେ, ସେମାନେ ମଧ୍ୟ ମନ ଫେରଣ One କଲେ। of those boys ସେମାନଙ୍କ ମଧ୍ୟରୁ ଜଣେ ପୁଅ became a teacher in one of the schools. ଗୋଟେ ସ୍କୁଲର ଶିକ୍ଷକ ହେଲେ। And he would not make any false entry into the registers or into the attendance. ଉପସ୍ଥାନ ଖାତାରେ ସେ କେବେ ମଧ୍ୟ ଭୁଲରେ କାହା ନାଁ ଲେଖୁନଥିଲେ କିମ୍ବା କାହା ନାଁ କାଟୁନଥିଲେ। And ପୁଣି the superintendent or the chief person, ସେଥିର ପ୍ରଧାନ ଶିକ୍ଷକ କିମ୍ବା ମୁଖ୍ୟ ବ୍ୟକ୍ତି, this school receives no profit from having you on its staff. ସେଇ କଥା କହିଲେ ଯେ ତୁମକୁ ରଖେ ସ୍କୁଲର କୌଣସି ଲାଭ ହେଉନାହିଁ, କୌଣସି ଲାଭ ଏ ସ୍କୁଲ ପାଉନି ତୁମଠାରୁ। Why? କାହିଁକି? Because you speak the truth. କାରଣ ତୁମେ ସତ୍ୟତା ହିଁ କହୁଛ। My dear friends, ମୋ ପ୍ରିୟ ବନ୍ଧୁମାନେ, so you want profit that comes from untruth. ତା ମାନେ ଅସତ୍ୟତାରୁ ଯୋଉ ଲାଭ ଆସୁଛି ତାହା ଆପଣ So ଚାହାନ୍ତି। wherever I go, ତେଣୁ ଯୋଉ ଯୋଉ ସ୍ଥାନକୁ ମୁଁ ଯାଏ, I find that there are so many institutions, ମୁଁ ଦେଖୁଛି ଅନେକ ଅନୁଷ୍ଠାନ ସବୁ ରହିଛି। some of them very good institutions. କେତେ କେତେ ଅତି ସୁନ୍ଦର ଅନୁଷ୍ଠାନ ସବୁ, ଭଲ But- ଅନୁଷ୍ଠାନ, କିନ୍ତୁ Look at the elite in our country. ଆମମାନଙ୍କ ଦେଶର ସେ ଶିକ୍ଷିତ ବର୍ଗର ଲୋକମାନଙ୍କୁ ଦେଖନ୍ତୁ। The top administrators, ଯୋଉମାନେ ପରିଚାଳକ ମାନେ, the politicians, ପଲିଟିସିଆନ୍ସ ମାନଙ୍କ କଥା କୁହନ୍ତୁ, and the judges. ପୁଣି ବିଚାରପତି ମାନଙ୍କ କଥା କୁହନ୍ତୁ, What is discovered? କଣ ସେମାନଙ୍କ ଠାରୁ ଆମେ ଦେଖିବାକୁ ପାଉ? That ତାହା ହେଲା India ranks very high in the matter of judicial or court corruption. ଜୁଡିସିଆଲ କୋର୍ଟର କରପ୍ସନରେ ବା ଭ୍ରଷ୍ଟତାରେ ଭାରତର ରାଙ୍କ ଅତି ଉଚ୍ଚରେ ରହିଛି। A man said to me, ଜଣେ ବ୍ୟକ୍ତି ମତେ କହିଲେ, I said to him, how are the elections going on? ମୁଁ ପଚାରିଲି କେମିତି ସବୁ ସେଇ ଇଲେକ୍ସନ He ଚାଲିଛି? said, ସେ ମତେ କହିଲେ, Oh, even last election, ହଁ ଏମିତି କି ଶେଷ ଇଲେକ୍ସନରେ oh, 2,000 rupees were put under my door. ମୋ କବାଟ ତଳେ 2000 ଟଙ୍କା ପକେଇ ଦିଆଗଲା। 2,000 rupees? 2000 ଟଙ୍କା? I don't know. ମୁଁ ଜାଣେନି। There may be some thieves here. ହୁଏତ କେହି କିଛି ଚୋର ଏଇଠି You ଅଛନ୍ତି। may call them Christian thieves, ଆପଣ ସେମାନଙ୍କୁ ଖ୍ରୀଷ୍ଟିଆନ ଚୋର ବୋଲି କହିପାରନ୍ତି। Holy Communion taking thieves, ପ୍ରଭୁ ଭୋଜରେ ଅଂଶଗ୍ରହଣ କରୁଥିବା ଚୋରମାନେ, but for voting, କିନ୍ତୁ ଭୋଟ ପାଇଁ they received money. ସେମାନେ ଟଙ୍କା ପାଆନ୍ତି। I can't believe that. ମୁଁ ତାହା ବିଶ୍ୱାସ ହିଁ କରିପାରେନି।
And then we boast great things. ପୁଣି ଆମେମାନେ କହୁ ଯେ ବଡ଼ କାର୍ଯ୍ୟ କଲୁ, But କିନ୍ତୁ in practice, व्यावहारिକ ଭାବରେ we can't even trust the voting process. ସେଇ ଯୋଉ ଭୋଟ ପ୍ରକ୍ରିୟାକୁ ଆମେମାନେ ଭରସା ବି ରଖିପାରୁନାହୁଁ। There is no intelligent debate, କୌଣସି ଜ୍ଞାନର ଡିବେଟ୍ ଆଉ କରାଯାଉ ନାହିଁ। no issues that are brought before the electorate. ଇଲେକ୍ଟେଡ୍ ସମ୍ମୁଖରେ କୌଣସି ବିଷୟକୁ ଅଣାଯାଉ ନାହିଁ। I am going to give you a clean district administration. ଅତି ଏକ ପ୍ରାଞ୍ଜଳ ଆଉ ସଚ୍ଚୋଟ ମୁଁ ପ୍ରଶାସନ ତୁମମାନଙ୍କୁ ଯୋଗାଇ ଦେବି। You no longer will you spend a paisa for a peon or for the top man. ପିଅନଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଫିସରଙ୍କ ନିକଟରେ ଗୋଟିଏ ଟଙ୍କା ବି ଆପଣଙ୍କୁ ଖର୍ଚ୍ଚ କରିବାକୁ If ପଡ଼ିବ। your cause is just, ଯଦି ଆପଣଙ୍କ କାର୍ଯ୍ୟ ନ୍ୟାଯ୍ୟ ଅଟେ, you will have immediate answer. ଆପଣ ତୁରନ୍ତ ତାର ଉତ୍ତର ପାଇବେ। You will not have to run to this office 1,000 times. ହଜାରେ ଥର ଆପଣ ଗୋଟେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। You won't have to touch your wallet or your purse. ଆପଣଙ୍କୁ କୌଣସି ଆପଣଙ୍କ ପର୍ସକୁ ଛୁଇଁବାକୁ ପଡ଼ିବନି। My dear friends, ମୋ ପ୍ରିୟ ବନ୍ଧୁମାନେ, today we see greed everywhere. ପ୍ରତିଟି ସ୍ଥାନରେ ଆମେ ଲୋଭକୁ ଦେଖୁଛୁ ଆଜି। Now, you know, I see a lot of hardship and a lot of privation in America. ଆମେରିକାରେ ମୁଁ ଦେଖୁଛି କଠିନ ପରିଶ୍ରମ, ପୁଣି ସେଥିପ୍ରତି ସେମାନେ କେମିତି ଆଗକୁ ବଢ଼ୁଛନ୍ତି କଠିନ କାର୍ଯ୍ୟ କରି। People suffering, ଲୋକମାନେ କଷ୍ଟ ଭୋଗୁଛନ୍ତି, losing their houses, losing their jobs, ସେମାନଙ୍କ ଘର ହରଉଛନ୍ତି, ସେମାନଙ୍କ ଚାକିରିକୁ ହରେଇ ବସୁଛନ୍ତି, banks collapsing. ବ୍ୟାଙ୍କ ସବୁ ଭୁଷୁଡ଼ି ପଡ଼ୁଛି। Now, the secret of it is not hard to find. ୟାର ଗୁପ୍ତ ବିଷୟକୁ ଖୋଜି ବାହାର କରିବା କଠିନ ବିଷୟ ନୁହଁ। There was always a high degree of trust in that country. ସେଇ ଦେଶରେ ସବୁବେଳେ ଭରସାର ଏକ ଉଚ୍ଚ ମାନ ରହିଥିଲା। Many years ago, ଅନେକ ବର୍ଷ ପୂର୍ବେ when I was only a visitor in America, ଆମେରିକାକୁ ଯେତେବେଳେ ମୁଁ ଏକ ଦର୍ଶକ ଭାବରେ ଯାଉଥିଲି, ପରିଦର୍ଶକ ଭାବରେ, I went to the Bell Telephone Company. ବେଲ୍ ଟେଲିଫୋନ କମ୍ପାନୀକୁ ଥରେ ମୁଁ ଗଲି। I said, I am living in this rented building. ମୁଁ କହିଲି ମୁଁ ଏଇ ଭଡ଼ା ଘରେ ମୁଁ ରହୁଛି, I want 3 phones in this building. ଏଇ ବିଲ୍ଡିଂରେ ମୁଁ 3ଟି ଫୋନ୍ ଚାହୁଁଛି। Anyway, they gave me the phones I wanted. ଯୋଉ ଫୋନ୍ ମୁଁ ଚାହୁଁଥିଲି ସେମାନେ ଦେଲେ ମୋତେ। But then I was leaving the country. ପୁଣି ଯେତେବେଳେ ମୁଁ ସେ ଦେଶ ଛାଡ଼ି ଆସୁଥିଲି, And they didn't even send me the bill. ସେମାନେ ମୋତେ ବିଲ୍ ମଧ୍ୟ ପଠେଇ ନଥିଲେ। I said, ମୁଁ କହିଲି what nonsense. I can't leave without paying the bill. ମୁଁ ବିଲ୍ ନ ଭରି ଏ ଦେଶ କେମିତି ଛାଡ଼ିବି? So I went to the company. ତେଣୁ ମୁଁ କମ୍ପାନୀ ନିକଟକୁ ଗଲି। I have not received the bill. ମୁଁ ଏପର୍ଯ୍ୟନ୍ତ ବିଲ୍ ପାଇନି ଆପଣଙ୍କ ଠାରୁ। Oh, they said, don't worry, we will send you. ସେମାନେ କହିଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ପଠେଇବୁ। Now, you know what Indians do. ଆପଣ ଜାଣନ୍ତି ଭାରତୀୟମାନେ କ'ଣ କରନ୍ତି? They buy their tickets with their credit cards, ସେମାନଙ୍କ କ୍ରେଡିଟ୍ କାର୍ଡରେ ସେମାନେ ଟିକଟ କିଣନ୍ତି, and then they remove all the money from their banks ପୁଣି ସେମାନଙ୍କ ବ୍ୟାଙ୍କରୁ ସେମାନେ ସବୁ ଟଙ୍କା ବାହାର କରି ନିଅନ୍ତି, and run away with the ticket and their money to India. ପୁଣି ସେମାନେ ସେମାନଙ୍କ ଟିକଟ ପୁଣି ପଇସାକୁ ନେଇ ଭାରତକୁ ଫେରି ଆସନ୍ତି। Therefore, ତେବେ some of those air companies say, no, we will not accept credit cards anymore. ତେଣୁ କିଛି ଏୟାର କମ୍ପାନୀ କହନ୍ତି ଆଉ କ୍ରେଡିଟ୍ କାର୍ଡକୁ ଆମେ ଗ୍ରହଣ କରୁନାହୁଁ। Why? କାହିଁକି? No truth. ସତ୍ୟତା ନାହିଁ। So, ତେବେ a country which was built on a handshake. ଗୋଟେ ହ୍ୟାଣ୍ଡସେକ୍, I trust you, you trust me. ଯୋଉ ଦେଶଟି ତିଆରି ହୁଏ ଯେ ମୁଁ ଆପଣଙ୍କୁ ଭରସା ରଖେ, ଆପଣ ମୋ ଠାରେ ଭରସା ରଖନ୍ତି। Here is my 500 acres. ଏଇଠି ମୋର 500 ଏକର ଅଛି, I have received your money.
ଆପଣଙ୍କ ଟଙ୍କା ମୁଁ ପାଇଲି Here it is yours hereafter. ହଁ ୟା ପରେ ଆପଣଙ୍କର ହେଇଯିବ ଏହା ଆପଣଙ୍କର Do ଅଟେ। you ever do business like that? ଆପଣ ଏଇ ପ୍ରକାର ବ୍ୟବସାୟ କେବେ ବି କରିଛନ୍ତି କି No. ନା That came out of Christian trust. ତାହା ଖ୍ରୀଷ୍ଟିଆନ ଭରସାରୁ ବାହାରି ଆସିଛି ବା ଆସିଛି Now you have all kinds of idols in America, ଆମେରିକାରେ ବିଭିନ୍ନ ପ୍ରକାର ପ୍ରତିମାକୁ ଆପଣ ପାଇବେ and truth is gone. ସତ୍ୟତା ଆଉ ନାହିଁ ସେଇଠି And the banks still began to were lending money. ପୁଣି ବ୍ୟାଙ୍କ ଏବେ ମଧ୍ୟ ତାର ସ୍ଥିତି ଅତି ଦୟନୀୟ ହେଇପଡ଼ିଛି Oh, we know you will pay. ହଁ ସେମାନେ କହନ୍ତି ଆମେ ଜାଣୁ ଯେ ତୁମେ ଟଙ୍କା ପରିଶୋଧ You କରିବ want to buy that house? ତୁମେ କଣ ସେଇ ଘର କିଣିବାକୁ ଚାହଁ କି 20 lakhs? 20 ଲକ୍ଷରେ Okay. ଠିକ ଅଛି We'll give you 20 lakhs. ଆପଣଙ୍କୁ ଆମେ 20 ଲକ୍ଷ ଦେଇଦେବୁ No collateral. କୌଣସି ପ୍ରକାର ଭୟ ନାହିଁ ବା ଭୁଷୁଡ଼ି ପଡ଼ିବନି We trust you. ଆମେ ଆପଣଙ୍କୁ ଭରସା ରଖୁଛୁ But କିନ୍ତୁ the trust ସେଇ ଯୋଉ ଭରସା is based on the idea these are truthful people. ଏଇ ଚିନ୍ତାଧାରା ନେଇ କରାଗଲା ଯେ ଏମାନେ ସତ୍ୟବାଦୀ ଲୋକମାନେ ଅଟନ୍ତି When truth is gone, କିନ୍ତୁ ଯେତେବେଳେ ସତ୍ୟତା the ଚାଲିଗଲା money was lost. ସେଇ ଟଙ୍କାଟି ମଧ୍ୟ ଚାଲିଗଲା The bank should not have given money like that. ସେଇ ପ୍ରକାର ଭାବରେ ବ୍ୟାଙ୍କ ପଇସା ଦେବା କଥା ନଥିଲା What is your job? ଆପଣଙ୍କ କାମ କଣ How much do you earn? କେତେ ଟଙ୍କା ରୋଜଗାର Can you କରୁଛନ୍ତି pay the monthly mortgage? ପ୍ରତି ମାସରେ ଆପଣ କଣ ତା ପରିଶୋଧ କରିବେ କି They should have looked into it. ତାହା ଏ ସମସ୍ତ ସେମାନେ ଦେଖିବା Without that, they gave money କିନ୍ତୁ ତାହା ନ ଦେଖି ସେମାନେ ଟଙ୍କା ଦେଲେ and big banks collapsed. ଓ ପୁଣି ବଡ ବଡ ବ୍ୟାଙ୍କ ସବୁ ଆଜି ଭୁଷୁଡ଼ି ପଡିଛି And people lost, ordinary people lost everything. ପୁଣି ସାଧାରଣ ଲୋକମାନେ ସେମାନଙ୍କର ସବୁ କିଛି ହରେଇ ବସିଲେ Why? କାହିଁକି Truth is gone. ସତ୍ୟତା ନାହିଁ ସେଇଠି ଆଉ My dear friends, ମୋ ପ୍ରିୟ ବନ୍ଧୁମାନେ who is responsible when truth is gone? ସତ୍ୟତା ଯେତେବେଳେ ଚାଲିଗଲା ସେଥିପାଇଁ ଦାୟୀ କିଏ I would say first I should be held responsible. ପ୍ରଥମେ ତ ମୁଁ କହିବି ସେଥିପାଇଁ ମୁଁ ଦାୟୀ ଅଟେ ବୋଲି I have been a preacher of God's word for 65 years. 65 ବର୍ଷ ଧରି ଈଶ୍ୱରଙ୍କ ବାକ୍ୟର ମୁଁ ପ୍ରଚାରକ ହୋଇ ଆସିଛି So, ତେବେ I should be condemned first. ପ୍ରଥମେ ମତେ ଦଣ୍ଡ ଦିଆଯିବା ଦରକାର What did you preach? ଆପଣ କଣ ପ୍ରଚାର କଲେ What kind of truthful men did you produce? କି ପ୍ରକାର ସତ୍ୟବାଦୀ ଲୋକମାନଙ୍କୁ ଆପଣ ଉତ୍ପାଦନ କଲେ You preached in so many nations. ଅନେକ ଦେଶରେ ଆପଣ ପ୍ରଚାର କରିଛନ୍ତି How many truthful leaders rose up? ସତ୍ୟବାଦୀ କେତେ ଜଣ ନେତାକୁ ଆପଣ ଉଠେଇ ପାରିଛନ୍ତି How many truthful teachers came here to places of prominence? ବିଭିନ୍ନ ସ୍ଥାନରେ କେତେ ଜଣ ଶିକ୍ଷକ ମାନଙ୍କୁ ସତ୍ୟବାଦୀ ଶିକ୍ଷକ ମାନଙ୍କୁ ଆପଣ ତାଲିମ ଦେଇ ଆପଣ ସେ ସ୍ଥାନରେ ସ୍ଥାନିତ କରିଛନ୍ତି You know, first of all, ପ୍ରଥମେ Christians deserve judgment ଖ୍ରୀଷ୍ଟିଆନ ମାନେ ବିଚାର ନିମନ୍ତେ ଯୋଗ୍ୟ ଅଟନ୍ତି because କାରଣ there's so much hypocrisy. ଅନେକ କପଟତା ସେଥିରେ ଭରି ରହିଛି You know, you are involved in show business. ଆପଣ କେବଳ ଦେଖାଣିଆ ବ୍ୟବସାୟରେ ଲାଗି ରହିଛନ୍ତି Sunday morning, ରବିବାର ସକାଳେ put on your best clothes ଆପଣଙ୍କର ଉତ୍ତମ ପୋଷାକ ବା ବସ୍ତ୍ର and ପିନ୍ଧିଲେ your borrowed gold. କିମ୍ବା ଆପଣ ଧାର ନେଇଥିବା ସୁନା ଗହଣାକୁ ପିନ୍ଧିଲେ Recently, my wife asked the bride, ଜଣେ କନ୍ୟାଙ୍କୁ ଅତି ନିକଟରେ ମୋ ସ୍ତ୍ରୀ ପଚାରିଲେ "Oh, you've got big gold bangles." ଓ ଆପଣଙ୍କର ଏତେ ବଡ ସୁନାର ସେ Oh, ଚୁଡ଼ି?" she said, "My relatives lent it to me." ସେ କହିଲେ ନା ନା ମୋର କୌଣସି ଆତ୍ମୀୟ ମତେ ତା So, ଧାରରେ ଦେଇଛନ୍ତି you come to marriage with show. ତାମାନେ ଆପଣ ବିବାହକୁ ଏ ସମସ୍ତ ଦେଖେଇବା ପାଇଁ ଆଣିଛନ୍ତି Not even the gold you wear is your own. ଯୋଉ ଗହଣା ଆପଣ ପିନ୍ଧିଛନ୍ତି ତାହା ମଧ୍ୟ ଆପଣଙ୍କର ନୁହଁ Of course, the bridegroom never gives you gold, he takes your gold. ହଁ ବର କେବେ ବି ଆପଣଙ୍କୁ ସୁନା ଦିଏନି ସେ ସୁନା ନେଇଯାଏ ଆପଣଙ୍କଠୁ He gets the dowry ସେ ଯୌତୁକ ନିଏ and then he comes with his Mangala Sutra ମଙ୍ଗଳସୂତ୍ର ନେଇ ଆସେ ସେ। and struggles to fix it. ପୁଣି ସେ ସଂଘର୍ଷ କରେ ତାକୁ ଠିକରେ And ବାନ୍ଧିବା these ପାଇଁ fellows will be taking picture. ପୁଣି ଏଇ ଲୋକମାନେ ସବୁ ଫଟୋ ନେଉଥିବେ 20 pound. Oh,
What a Mangalasutra. ଓ କି ଅଦ୍ଭୁତ ମଙ୍ଗଳସୂତ୍ର Whose money is it? କାହାର ପଇସା ଟଙ୍କା ଏଇଟା Stolen money. ତାହା ଚୋରି କରିଥିବା ଟଙ୍କା Taken from the father-in-law. ଶ୍ୱଶୁରଙ୍କ ଠାରୁ ନିଆଯାଇଥିବା ଟଙ୍କା ତାହା Here you should put Tiruttu Payar. Periya Mangalasutra Kattital. You see, that's what the paper must say. କାଗଜରେ ତାହା ଲେଖାଯିବା ଦରକାର ଅଟେ Tiruttu Dadi Kalai. எங்கேயோ பிடித்து கொண்டு வந்தாங்க. No, they don't speak the truth. ସେମାନେ ସତ୍ୟ କହନ୍ତି ନାହିଁ What a charming ଓ couple. କେତେ ସୁନ୍ଦର ସ୍ୱାମୀ ସ୍ତ୍ରୀ ସେମାନେ Oh, how beautiful the bride is. ଓ ଝିଅଟି ଦେଖିବା ପାଇଁ କେତେ ସୁନ୍ଦର And how fat the bridegroom is. ବରଟି କେତେ ମୋଟା With a big football in front. ସାମ୍ନାରେ ବହୁତ ବଡ଼ ଫୁଟବଲଟି ଅଛି My dear people, ମୋର ପ୍ରିୟ ଲୋକମାନେ everything false. ସମସ୍ତ କିଛି ମିଥ୍ୟା ଅଟେ And God says, ପୁଣି ପ୍ରଭୁ କହନ୍ତି my name is blasphemed ମୋ ନାମକୁ ନିନ୍ଦା କରାଯାଉଛି ଅପମାନ କରାଯାଉଛି amongst the Gentiles. ବିଜାତୀୟ ମାନଙ୍କ ଗହଣରେ My dear friend, ମୋ ପ୍ରିୟ ବନ୍ଧୁମାନେ I wouldn't want to live 1 minute if the name of Jesus is blasphemed because of me. ମୋ ପାଇଁ ଯଦି ପ୍ରଭୁଙ୍କ ନାମ ଅଗୌରବର କାରଣ ହେଉଛି ଅପମାନର କାରଣ ହେଉଛି ମୁଁ ଗୋଟିଏ ମିନିଟ୍ ସୁଦ୍ଧା ତାହା ସହ୍ୟ କରିପାରିବି ନାହିଁ Let us pray. ତେଣୁ ଆସୁ ପ୍ରାର୍ଥନା କରିବା Let us tell God, ଆସୁ ପ୍ରଭୁଙ୍କୁ କହିବା oh God, ହେ ପ୍ରଭୁ let not your holy name be ତୁମ blasphemed ସେଇ ପବିତ୍ର ନାମ ନିନ୍ଦିତ କି ଅପମାନିତ ନ ହେଉ because of me. ମୋ ଯୋଗୁଁ ବା ମୋ ନିମନ୍ତେ Wash me from my sin. ମୋ ସମସ୍ତ ପାପରୁ ମୋତେ ପରିଷ୍କାର କର Let your truth come into me, O God, ହେ ପ୍ରଭୁ ତୁମର ସେ ସତ୍ୟ ମୋ ମଧ୍ୟକୁ ଆସୁ and all unrighteousness ପୁଣି ସମସ୍ତ ଅଧାର୍ମିକତା might be brought to the cross. ଯେପରି କୃଷ ନିକଟକୁ ସମସ୍ତ ଅଧାର୍ମିକତା I ଅଣାଯିବ। come to the cross. ମୁଁ କୃଷ ନିକଟକୁ ଆସୁଛି I am such an unworthy person. ମୁଁ ଜଣେ ଅଯୋଗ୍ୟ ବ୍ୟକ୍ତି ଅଟେ ପ୍ରଭୁ Father, I am not worthy to be called your daughter or son. ପିତା ମୁଁ ଯୋଗ୍ୟ ନୁହେଁ ତୁମ ପୁତ୍ର କିମ୍ବା କନ୍ୟା ଭାବରେ ଡକାଯିବା ପାଇଁ Forgive me. ମୋତେ କ୍ଷମା କର Cleanse me from my sin. ମୋ ପାପରୁ ମୋତେ ପରିଷ୍କାର କର Give us new heart. ନୂତନ ହୃଦୟ ଆମ୍ଭମାନଙ୍କୁ ଦିଅ ପ୍ରଭୁ In Jesus' holy name. ଯୀଶୁଙ୍କ ପବିତ୍ର ନାମରେ ପ୍ରାର୍ଥନା